କୁମେଲବନ୍ଧ ଜଙ୍ଗଲ ଏରିଆରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରି 41 ଏକର ଜଙ୍ଗଲ ଜମିରୁ 61,500 ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛନ୍ତି। ଆଜି ସନ୍ଧ୍ୟା 6:40 ସମୟରେ ଜିଲ୍ଲା ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ଗ୍ରାମ ପଞ୍ଚାୟତର କୁମେଲବନ୍ଧ ଜଙ୍ଗଲରେ ବେଆଇନ ଭାବରେ ଗଞ୍ଜେଇ ଚାଷ ହୋଇଥିବାର ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳ 11ଟା ସମୟରୁ ଅପରାହ୍ନ 4:30 ପର୍ଯ୍ୟନ୍ତ ମନମୁଣ୍ଡା ଓ କଣ୍ଟାମାଳ ଅବକାରୀ ପୋଲିସ, କଣ୍ଟାମାଳ ପୋଲିସ, ଜଙ୍ଗଲ ବିଭାଗ ଓ ଏପିଆର ଫୋର୍ସ ମିଳିତ ଭାବରେ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉ ସମୟରେ 41 ଏକର ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା 61,500 ଗଞ୍ଜେଇ ଗଛକୁ କଟର ମାଧ୍ୟମରେ କାଟି ଘଟଣାସ୍ଥଳରେ ନିଆଁ ଲଗାଇ ନଷ୍ଟ କରିଛନ୍ତି। ଏନେଇ କଣ୍ଟାମାଳ ଅବକାରୀ ଥାନାର ଓଆଇସି ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି।